ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି ସାର୍। ଯେଭଳି ଭାବେ ପୂର୍ବରୁ ମଧ୍ୟ ଆପଣ ଆମକୁ ସୂଚନା ଦେଇସାରିଛନ୍ତି ଗୋଟେ ସିଷ୍ଟମ ହେବାର ଯାହା ଖବର ଆସିଥିଲା, ତେବେ ଏ ନେଇ ଅପଡେଟ୍ କ'ଣ ରହିଛି? ନମସ୍କାର। ହଁ, ବର୍ତ୍ତମାନ ଯୋଉ ଆମର ଯୋଉ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର, ଦୁର୍ବଳ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଧୀରେ ଧୀରେ ସ୍ଥଳଭାଗ ଆଡେ ପ୍ରଭାବିତ କରୁଛି। ଆଉ ସେ ଆହୁରି ଦୁର୍ବଳ ହେଇଯିବ। ଆଉ ବିଶେଷ ପ୍ରଭାବ ନାହିଁ, କେବଳ ଟିକେ ବାଦଲ ଖଣ୍ଡ ଆଉ ହାଲକା ବର୍ଷା ଆମର ଯୋଉ ଦକ୍ଷିଣ ଭାରତର ରାଜ୍ୟ ମାନଙ୍କରେ ରହିପାରେ। ଆଉ ତାପରେ ଏ ସିଷ୍ଟମର ଯୋଉ ଜୀବନ ଚକ୍ର 5 ତାରିଖରୁ ଆରମ୍ଭ ହେଇଥିଲା, ମତେ ଲାଗୁଛି 15 ତାରିଖ ସୁଦ୍ଧା ସରିଯିବ। କିନ୍ତୁ ନେକ୍ସଟ ଯୋଉ 3 ଦିନ ଆସୁଛି, ଆମର ଯୋଉ ଦକ୍ଷିଣ ଭାରତର ରାଜ୍ୟ ମାନେ ଯେମିତି ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କିଛିଟା ଦକ୍ଷିଣ ମହାରାଷ୍ଟ୍ର, ଏଇ ସବୁ ଅଞ୍ଚଳ ବର୍ଷା ପାଇବାର ସମ୍ଭାବନା ରହୁଛି। ଆଉ ତାପରେ ତାର ଯୋଉ ପ୍ରଭାବଟା ଆହୁରି କମିଯିବ। ଆଉ ସେ ଧୀରେ ଧୀରେ ପଶ୍ଚିମ ଦିଗରେ ଆରବ ସାଗରରେ ପ୍ରବେଶ କରିବ। ଆଉ ତାର ଯୋଉ ଭାରତରେ ପ୍ରଭାବ ଆହୁରି କମିଯିବ। ତେବେ ସାର୍, ଯେମିତିକି ଓଡ଼ିଶା ଉପରେ ତାର କିଛି ଆପଣ ପୂର୍ବରୁ କହିଥିଲେ କି ଆଂଶିକ ପ୍ରଭାବ ପଡ଼ିବ ବୋଲି। ଯଦି ଦେଖିବା ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସେଭଳି କିଛି ମତଲବ ଯେମିତିକି ବର୍ଷା କୌଣସି ଦେଖିବାକୁ ମିଳୁନି, ତ ଏ ନେଇ କ'ଣ କହିବେ? ଆଂଶିକ ପ୍ରଭାବ ପଡ଼ିବ ମାନେ ଆପଣଙ୍କର ଯୋଉ 11ରୁ 12 ଯୋଉ 13 ତାରିଖ ରହିଲା, ତା ଭିତରେ ଟିକେ ହାଲକା ବାଦଲ ରହିଲେ, କିଛିଟା ଜାଗାରେ କାଁ ଭାଁ ବର୍ଷା, ଦକ୍ଷିଣ ଓଡ଼ିଶାରେ କୋଉଠି ଆଜି ବି ମାଇଲ୍ଡ ବର୍ଷା ରହିପାରେ। ସେତିକି ହିଁ ପ୍ରଭାବ ରହିବ, କାରଣ ସିଷ୍ଟମ ଦୁର୍ବଳ। ଆଉ ଯେହେତୁ ସଂଗଠିତଟା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ହଉଛି ତାମିଲନାଡୁ ଉପକୂଳବର୍ତ୍ତୀ ଅଞ୍ଚଳରେ, ତେଣୁ ତାର ଯୋଉ ବାଦଲ ଖଣ୍ଡକୁ ଏକତ୍ରିତ କରୁଛି। ତେଣୁ ଉତ୍ତର ଦିଗରେ ଯୋଉ ବାଦଲ ଖଣ୍ଡ ମାନେ ଅଛନ୍ତି, ସେ ଓଡ଼ିଶାରେ ସେଇ ହାଲକା ବାଦଲ ଯୋଉ ଆମର କ୍ଲାଉଡି କଣ୍ଡିସନ ସୃଷ୍ଟି କରୁଥିଲେ। ଆଉ ବେଶୀ କିଛି ମତେ ଲାଗୁନି ଏ ସିଷ୍ଟମର ପ୍ରଭାବ ପର୍ଟିକୁଲାରଲି ଓଡ଼ିଶା ଉପରେ। ମୋଷ୍ଟଲି ଯୋଉ ଆମର ଦକ୍ଷିଣ ଭାରତର ରାଜ୍ୟ ମାନେ ଏହା ଦ୍ୱାରା ପ୍ରଭାବିତ ହେବେ। ଆଚ୍ଛା ସାର୍, ଆଜି କଥା ଆମେ ଯଦି କହିବା, ଆଜି ପାଗ କେମିତି ରହିବ? ଶୀତ ଆଜି ହବ କି ନାହିଁ? କାରଣ ଆପଣ ଯେମିତି କହୁଥିଲେ, ତ 15 ଆଉ ଗୋଟେ ଦିନ ପରେ 15 ଆସିବାକୁ ହେଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେଉଁ ମାତ୍ରାରେ ଶୀତ ପଡ଼ିବା କଥା, କେଉଁଠି ନା କେଉଁଠି ହାଲକା ଯଦିଓ ଶୀତ ପରିଲକ୍ଷିତ ହଉଛି, ତ ଏତେ ମାତ୍ରାରେ ହେଇନି। ନାଇଁ, ଶୀତ ତ ଆପଣଙ୍କର ଆଜିଠୁ ଆମର ଯୋଉ ଉତ୍ତର ଭାରତରେ ଗୋଟେ ମାଇଲ୍ଡ କଣ୍ଡିସନ ଷ୍ଟାର୍ଟ ହବ। ତାପରେ ଆମର ଆଜି ରାତିରୁ ଯୋଉ ଆମର ଉତ୍ତର ଓଡ଼ିଶାର ଜିଲ୍ଲା ମାନେ ପ୍ରଭାବିତ ହେବେ, ପର୍ଟିକୁଲାରଲି ଆମର ଯୋଉ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଏଇ ଯୋଉ ଜିଲ୍ଲା ମାନେ ଅଛନ୍ତି। ଆଉ ଓଭରଅଲ ଓଡ଼ିଶା ମତେ ଲାଗୁଛି 20 ତାରିଖ ସୁଦ୍ଧା ଏଇ ପ୍ରଭାବରେ ରହିବ। ଆପଣ ଗୋଟେ ଓଭରଅଲ ତାତି କଣ୍ଡିସନ ଅଛନ୍ତି, କିନ୍ତୁ ଯୋଉ ପିରିୟଡ ଟା ରହୁଛି ଆପଣଙ୍କର 14ରୁ ରାତିରୁ ନେଇକି 25 ତାରିଖ ପର୍ଯ୍ୟନ୍ତ, କି 15 ତାରିଖରୁ ନେଇକି ଯୋଉ 25 ତାରିଖ ପର୍ଯ୍ୟନ୍ତ ରହୁଛି, ଆପଣଙ୍କୁ ଗୋଟେ ସାନ୍ତ୍ୱନାମୂଳକ ଶୀତ ମିଳିବ। ଆଉ ତାପରେ 25 ତାରିଖରୁ ପୁଣି ତାପମାତ୍ରାରେ ବୃଦ୍ଧି ହବାର ସମ୍ଭାବନା ରହୁଛି, କାରଣ ଯୋଉ ଉତ୍ତର ପଶ୍ଚିମ ବାୟୁର ପ୍ରଭାବ କମିଯିବ। କିନ୍ତୁ ବର୍ତ୍ତମାନ ଯୋଉ ଶୀତର ଗୋଟେ ଆଂଶିକ ଶୀତ ଆମେ କହିବା, ଯେ ଆଜିଠାରୁ କି ଆଜି ରାତିରୁ ନେଇକି 25 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଆଉ ପାର୍ଶ୍ୱବର୍ତ୍ତୀ ଯୋଉ ରାଜ୍ୟ ମାନେ ଅଛନ୍ତି ସେମାନେ ପ୍ରଭାବିତ ହେବେ। କିନ୍ତୁ ଉତ୍ତର ଭାରତରେ ଟିକେ ଶୀତର ପ୍ରଭାବଟା ବେଶୀ ରହିପାରେ। ଓଡ଼ିଶା ପାଇଁକି ନେକ୍ସଟ 10 ଦିନରେ ଶୀତର ପ୍ରଭାବଟା ରହିବାର ବହୁତ ସମ୍ଭାବନା ରହୁଛି। ନିହାତି ଭାବେ ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ସମସ୍ତ ସୂଚନା ପାଇଁ।